ସୁମିତ୍ରା ବେହେରା। ଏଠି ଏଇ ଗାଁ ତ ଆକୁଇ ତମ ଘରଟା କୋଉଟା? ହରିଶଲ। ଏଠି କଣ ତମ ମାମୁଁ ଘର କି? ଆଜ୍ଞା। ଆଚ୍ଛା କୋଉ ସ୍କୁଲରେ ପାଠ ପଢୁଛ? ମୋଟରୀ ସ୍କୁଲ ହାଇ ସ୍କୁଲରେ ପଢୁଛି। ମୋର କ୍ଲାସ 10ମ। 10ମ ଶ୍ରେଣୀରେ ପାଠ ପଢୁଛ? ଆଜ୍ଞା। ଆଚ୍ଛା କଣ ଘଟଣା ଘଟିଥିଲା ଶନିବାର ଦିନ? ଶନିବାର ଦିନ ସାର୍ ମୁଁ ବସିଥିଲି କ୍ଲାସରେ। ମ୍ୟାମ୍ ଆସିଲେ ମୋତେ କୋଶ୍ଚିନ୍ ଦେଖେଇଲେ। ଏଠୁ କୋଶ୍ଚିନ୍ରେ ଗୋଟେ ଭୁଲ ହେଇଯାଇଥିଲା। ମ୍ୟାମ୍ ଆସିକି ମୋତେ ପଚାରିଲେ, କହିଲେ କୋଶ୍ଚିନ୍ କାହିଁ ଭୁଲ ହେଇଛି? ମୁଁ କହିଲି ମ୍ୟାମ୍ ଏଇଟା ମୁଁ ବୁଝିପାରିଲିନି ବୋଲି ଭୁଲ ହେଇଗଲା। ମ୍ୟାମ୍ ସେଠୁ ମୋତେ ଚାପୁଡ଼ା ମାରିଲେ ଆଗ ଗାଲକୁ। ତାପରେ ମୁଁ ସେଠୁ ବସିଲି, ଏଠୁ ଠିଆ ହେଲି। ଗୁରୁମା ସେଠୁ ଆଉ ଥରେ ଚେକ୍ କରିଲା ବେଳେ ଆଉ ଗୋଟେ ଭୁଲ ହେଇଗଲା। ମ୍ୟାମ୍ ସେଠୁ ପଚାରିଲେ ଏଇଟା କାହିଁ ଭୁଲ ହେଇଗଲା? ସେଠି ଗାଲକୁ ମାରିଥିଲେ ଯାହା କାନ ମୁଣ୍ଡକୁ ମାରିଲେ। କାନ ମୁଣ୍ଡକୁ ମାରି ସାରିଲା ପରେ ଆଉ ଥରେ ସେମିତି ଭୁଲ ହେଇଗଲା ବୋଲି ଆଉ ଥରେ କାନ ମୁଣ୍ଡକୁ ତିନିଟା ଭୁଲ ତିନି ଥର ମାଡ଼ ଦେଇଛନ୍ତି? ଆଜ୍ଞା। ତିନିଟା କୋଶ୍ଚିନ୍ ଭୁଲ ହେଇଥିଲା ବେଳେ 3 ଥର ମୋତେ ଚାପୁଡ଼ା ମାରିଲେ। ମାରିଲା ପରେ ମୁଁ ସେଠି ଥିର ହେଇକି ପୁରା ଠିଆ ହେଇଗଲି। ମୋ ମୁଣ୍ଡ ଫୁଣ୍ଡ କଣ ହେଇଗଲା। ତାପରେ ମ୍ୟାମ୍ କୋଶ୍ଚିନ୍ ଦେଲେ, କହିଲେ ମୁଁ ତୋତେ ମାର୍କ ଦେବିନି, ଆଉ ତୁ ତୋର କଣ କରିବା କଥା କର। ଆଉ କୋଶ୍ଚିନ୍ ତୁ ନେଇକି ତୋର ମାର୍କ କେମିତି ଦେଖିବା କଥା ତାପରେ ଘରକୁ କେତେବେଳକୁ ଫେରିଲ? 12ଟା ସେ 11ଟା ବେଳେ ଫେରିଲି। ଘରେ ଦେଖିଲେ, ଘରେ ଜଣେଇଲ ଗାର୍ଡିଆନକୁ ଏ କଥା କହିଲ? ଆଜ୍ଞା। ମୁଁ ଆସିକି ସାଙ୍ଗେ ସାଙ୍ଗେ ଆସିକି ମାନେ ମୋତେ ଭଲ ଲାଗିଲାନି। ମୋ ମୁଣ୍ଡ ଫୁଣ୍ଡ କଣ ହେଇଥିଲା, ଶୋଇପଡ଼ିଲି। ମୋର ଜଣେ ମାଉସୀ ଆସି ମୋତେ ପଚାରିଲେ, କହିଲା କ'ଣ ହେଇଛି? ମୁଁ କହିଲି ମୋତେ ଏମିତି ଏମିତି ଗୁରୁମା ବାଡ଼େଇକି ମୋ ମୁଣ୍ଡ ଫୁଣ୍ଡ କ'ଣ ହେଇଯାଇଛି, ଆଉ କାନ ମୁଣ୍ଡକୁ ବାଡ଼େଇକି ମୋ ମୁଣ୍ଡ ଏମିତି ହେଇଛି। ଆଉ ମୁଁ ସେଥିପାଇଁକା ଆଉ ଆସିକି ଘରେ ଗଲା ପରେ ଆମ ଘର ଲୋକ ସେଠୁ ମୋତେ ମେଡ଼ିକାଲ ନେଇକି ଗଲେ। ଫାଷ୍ଟ ମେଡ଼ିକାଲ ଗଲା ପରେ କହିଲେ କି ଆଉ ତମେ ସାର୍ଙ୍କ ପାଖକୁ ଯାଅ। ଆମେ ସେଠୁ ମେଡ଼ିକାଲ ଯାଉଛୁ, ସାର୍ଙ୍କ ପାଖକୁ ଗଲୁ। ଆଚ୍ଛା ମେଡ଼ିକାଲ ଯିବା ଭିତରେ ଡାକ୍ତର ତମକୁ ଦେଖିଲେ? ଆଜ୍ଞା। କ'ଣ ଚିକିତ୍ସା କ'ଣ କଲେ? ମୋତେ ଫାଷ୍ଟ ଯେଉଁ ତାଙ୍କର ଯାହା କରିବା କଥା ସେ ମୋତେ ଚିକିତ୍ସା କଲେ। ତାପରେ ଇଞ୍ଜେକ୍ସନ୍ ଗୋଟେ ଦେଲେ। ତାପରେ ଏମିତି 3ଟା ଦେଲେ। ସେ ସାଲାଇନ୍ ଗୋଟେ ଦେଲେ। ତାପରେ ଦାନ୍ତ କ'ଣ ହଉଥିଲା କହୁଥିଲେ, ଅଭିଯୋଗ କହୁଥିଲା? ହଁ, ଦାନ୍ତରୁ ରକ୍ତ ବାହାରିଥିଲା। ଆଉ ଯେଉଁ ଚାପୁଡ଼ାଟେ ମାରିଥିଲେ ଦାନ୍ତରୁ ରକ୍ତ ବାହାରିଥିଲା, ସେଥିପାଇଁକା ଦେଖିଥିଲେ। ଆଚ୍ଛା ସ୍କୁଲରେ ଏ ବିଷୟରେ ହେଡ଼ମାଷ୍ଟର ଜାଣିଛନ୍ତି? ହେଡ଼ମାଷ୍ଟର ଆଜ୍ଞା ସେ ଯାଇଥିଲେ। ଆମର ଯିଏ ହେଡ଼ମାଷ୍ଟର ଥିଲେ ରିଟାୟାର୍ଡ଼ ହେଇଯାଇଥିଲେ। ତାଙ୍କ ପରେ ଯିଏ ସିଏ ଜାଣିଥିଲେ। ଆଉ ଜଣେ ସାର୍ ବି ଜାଣିଥିଲେ। ଆଚ୍ଛା ତମକୁ କୋଉ ମ୍ୟାଡ଼ାମ ବାଡ଼େଇଲେ, ତାଙ୍କ ନାଁ କ'ଣ? ଅର୍ଚ୍ଚନା ମ୍ୟାମ୍ ବାଡ଼େଇଲେ ମୋତେ। ସେ କ'ଣ ପାଠ ପଢ଼ାନ୍ତି? ସଂସ୍କୃତ ଟିଚର ମ୍ୟାମ୍। ସଂସ୍କୃତ ଶିକ୍ଷୟତ୍ରୀ ନାଇଁ? ଆଜ୍ଞା। ଆଚ୍ଛା ବର୍ତ୍ତମାନ ଦେହ ଆପଣଙ୍କର କେମିତି ରହିଛି? ସେମିତି ଭଲ ଲାଗୁଛି ଟିକେ ଟିକେ। ସେଦିନଟାରେ ସ୍କୁଲ ଯାଇନ? ନାଇଁ। ଆଚ୍ଛା ଯେଉଁ ଆଘାତ ଆପଣଙ୍କୁ ହେଲା, ଶିକ୍ଷୟତ୍ରୀ ଏଭଳିଆ ଅବମାନନା କରିକି ବାଡ଼େଇଲେ ବା ରାଗରେ ବାଡ଼େଇଲେ, ଏ ବିଷୟରେ ହେଡ଼ମାଷ୍ଟର ଆପଣଙ୍କ ଗାର୍ଡ଼ିଆନଙ୍କ ସହିତ କଥା ହେଇଥିଲେ କି? କଥା ହେଇଥିଲି।